ନାକୁ ହାତୀ ଜଗାଳି ଘରେ ରହିଥାନ୍ତି କବାଟ କିଳି। ଦର୍ଶକ ବନ୍ଧୁ, ଆମେ ଏପରି କହିବାର କଥା ହେଉଛି ଗଞ୍ଜାମ ଜିଲ୍ଲାରେ ଏପରି ଘଟଣା ଘଟୁଛି। ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନସ୍ଥ ତିରସିଙ୍ଗି ରେଞ୍ଜ ଗୟାଗଣ୍ଡା ସେକ୍ସନର ମଣ୍ଡାପୋଥାଠାରେ ଗତକାଲି ରାତ୍ରିରେ ଏକ ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କିପରି ହାତୀର ମୃତ୍ୟୁ ହେଲା ଏହା ଶୁଣିବା ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି। କାରଣ ଘଞ୍ଚ ଜଙ୍ଗଲ ଭିତରେ ଥିବା ଏହି ଆଦିବାସୀ ଗ୍ରାମରେ ହାତୀ ମୃତ୍ୟୁକୁ ନେଇ ବିଭିନ୍ନ କଥା ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି। କାରଣ ବନ ବିଭାଗ ହାତୀର ଯତ୍ନ ନେବା ପାଇଁ, ହାତୀର ଗତିବିଧି ଜାଣିବା ପାଇଁ ଏଲିଫେଣ୍ଟ ସ୍କ୍ୱାଡ୍ ନିଯୁକ୍ତି କରିଛି। କିନ୍ତୁ ଏହି କର୍ମଚାରୀମାନେ ହାତୀର ଗତିବିଧି ନ ଦେଖି ଜଙ୍ଗଲରୁ କାଠ କାଟି ବିକ୍ରି କରିବାରେ ବ୍ୟସ୍ତ ରହିଛନ୍ତି। କେହି ଜଣେ ମୁଖିଆ ହାତୀ ଜଗାଳିକୁ ନିଜକୁ ସର୍ବେସର୍ବା ଭାବି କାଠଚୋରଙ୍କ ଠାରୁ ବଟି ଆଦାୟ କରି ମାଲେମାଲ ହେଲେଣି। ଏଣେ ହାତୀ ମଲେ କେତେ, ବଞ୍ଚିଲେ କେତେ। ଏଣୁ ତୁରନ୍ତ ଏହି ହାତୀ ଜଗାଳି ନାୟକଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ, ନଥବା ସାରା ଜଙ୍ଗଲ ବିକ୍ରି ହୋଇଯିବାର ସମ୍ଭାବନା ରହିଛି ବୋଲି ଭଦ୍ର ବ୍ୟକ୍ତିମାନେ ମତାମତ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦରୁ ପ୍ରମୋଦ କୁମାର ପାତ୍ରଙ୍କ ରିପୋର୍ଟ, ପ୍ରତୀକ୍ଷା ନ୍ୟୁଜ୍।